ଲକ୍ଷ୍ମୀପୁର ବ୍ଲକ କାକରିଗୁମା ଥାନା ଅଧୀନସ୍ଥ ARSS କମ୍ପାନୀ ନିକଟ ଏକ ଢାବା ସମ୍ମୁଖ 326 ନମ୍ବର ଜାତୀୟ ରାଜପଥ ଉପରେ ଆଜି ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟି 2 ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ଖବର ନେବାରେ ଜଣାପଡ଼ିଛି କି ତଳଚମ୍ପି ଗ୍ରାମର ସନ୍ଧ୍ୟା 6ଟା ବେଳେ ଲିକୁନ ପ୍ରଧାନ, ମୁନା ମୁଦୁଲି ଓ ଥବିର ମୁଦୁଲି 3 ଜଣ କାକରିଗୁମା ଅଭିମୁଖେ ସ୍କୁଟିରେ ଯାଉଥିବା ବେଳେ ସାମ୍ନା ପଟରୁ ଆସୁଥିବା ଏକ ଅଟୋ ଧକ୍କା ଦେଇ ଚାଲି ଯାଇଥିଲା। ଫଳରେ ସେମାନେ ରାସ୍ତାରେ ପଡ଼ି ଛଟପଟ ହେବାର ଦେଖି କାକରିଗୁମା ପୋଲିସ ସେମାନଙ୍କୁ ଉଦ୍ଧାର କରି ARSS କମ୍ପାନୀର ଏକ ଗାଡ଼ିରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। 2 ଜଣ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ମୁନା ମୁଦୁଲି ଅବସ୍ଥାରେ ସଙ୍କଟାପନ୍ନ ଥିବା ଦେଖି ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ କୋରାପୁଟ SLN ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ଲକ୍ଷ୍ମୀପୁରରୁ ପ୍ରମୋଦ ଜେନାଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ୍ ଓଡ଼ିଶା।